ଆଜି ଆମେ ଏହି ଭିଡ଼ିଓରେ ତୃତୀୟ ଶ୍ରେଣୀ ସାହିତ୍ୟ ବହିର ବଣ ଓ ବଣି ପଦ୍ୟର ଅଭ୍ୟାସ କାର୍ଯ୍ୟ ଆଲୋଚନା କରିବା। 1 ନମ୍ବରଟି କହିଛି ଆସ କବିତାରୁ ଖୋଜି କହିବା। କ ନମ୍ବରଟି କହିଛି କିଏ ମହୁଲ ଫୁଲକୁ ଗଣୁଥିଲା। ଆନ୍ସାର ବଣି ମହୁଲ ଫୁଲକୁ ଗଣୁଥିଲା। କ ନମ୍ବରଟି କହିଛି ବଣି ଗଛ ଡାଳରେ ଥଣ୍ଟ ଘଷୁଥିଲା ବେଳେ କୁନା ତାକୁ କ'ଣ କହିଲା। ଆନ୍ସାର ବଣି ଗଛ ଡାଳରେ ଥଣ୍ଟ ଘଷୁଥିଲା ବେଳେ କୁନା ତାକୁ ତା ପାଖକୁ ଆସିଲେ ଫାଳେ ମିଠା ପିଜୁଳି ଖାଇବାକୁ ଦେବ ବୋଲି କହିଲା। ତାପରେ ଗ ନମ୍ବରଟି କହିଛି କୁନା ବଣିକୁ କ'ଣ ଖାଇବାକୁ ଦେବ ବୋଲି କହିଲା। ଆନ୍ସାର କୁନା ବଣିକୁ ପିଜୁଳି, କଦଳୀ, ଛେନା, ରସ ଆଣି ଖାଇବାକୁ ଦେବ ବୋଲି କହିଲା। ତାପରେ ଘ ନମ୍ବରଟି କହିଛି ବଣି କାହାକୁ ନିଜର ମିତ ବୋଲି କହିଲା। ଆନ୍ସାର ବଣ ମୂଲକକୁ ବଣି ନିଜର ମିତ ବୋଲି କହିଲା। ତାପରେ 2 ନମ୍ବରଟି କହିଛି ଆସ ବଣ ଓ ବଣି କବିତାର ଶେଷ 2 ପଦ ଆବୃତ୍ତି କରିବା। ଚାଲ ଆବୃତ୍ତି କରିବା। କୁନା ବାଇନା ସୁନା ପଞ୍ଜୁରୀ ଦେବ କି ସେଇ ସୁଖ, ପର ଅଧୀନ ବନ୍ଦୀ ଜୀବନ ଅଟଇ ବଡ଼ ଦୁଃଖ। ଲୋଡ଼ା ନାଇଁ ମୋ ସୁନା ପଞ୍ଜୁରୀ ରୂପା ତାଳିର ବାତ, ଗଛର ଡାଳ ସରଗ ମୋର ବଣ ପରାମ ମିତ। ଏହି କବିତାଟି ନିଜେ ଆବୃତ୍ତି କର। ତାପରେ 3 ନମ୍ବରଟି କହିଛି ତଳେ ଦିଆଯାଇଥିବା ପଦଟିକୁ ସଜାଡ଼ି ଲେଖିବା। ସଜାଡ଼ି ଲେଖିଲେ ହେବ ଲୋଡ଼ା ନାହିଁ ମୋ ସୁନା ପଞ୍ଜୁରୀ ରୂପା ଥାଳିର ଭାତ, ଗଛର ଡାଳ ସରଗ ମୋର ବଣ ପରାମ ମିତ। ତାପରେ 4 ନମ୍ବରଟି କହିଛି ବଣି ପରି ଆଉ କେଉଁ କେଉଁ ଚଢ଼େଇ ଆମର ମିତ ହୋଇପାରିବେ ତାର ଏକ ତାଲିକା କର। ଆନ୍ସାର ଶୁଆ, ସାରି, କୋଇଲି ପ୍ରଭୃତି ଚଢ଼େଇ ଆମର ମିତ ହୋଇପାରିବେ। ତାପରେ 5 ନମ୍ବରଟି କହିଛି ଯେପରି ବସି ବସି ଯିବାକୁ ଆମେ ବସି ବସିକା କହୁ, ସେହିପରି କ'ଣ ହେବ ଲେଖ। ଉଡ଼ି ଉଡ଼ି ଯିବାକୁ ଉଡ଼ି ଉଡ଼ିକା, ଚାଲି ଚାଲି ଯିବାକୁ ଚାଲି ଚାଲିକା, ଦୌଡ଼ି ଦୌଡ଼ି ଯିବାକୁ ଦୌଡ଼ି ଦୌଡ଼ିକା, ଗାଇ ଗାଇ ଯିବାକୁ ଗାଇ ଗାଇକା, ନାଚି ନାଚି ଯିବାକୁ ନାଚି ନାଚିକା। ତାପରେ 6 ନମ୍ବରଟି କହିଛି କବିତାରେ ଆଣିବେ ବାପା ମୋର କୁହାଗଲା ବେଳେ କଥାରେ ମୋ ବାପା ଆଣିବେ ବୋଲି କୁହାଯାଏ। ସେହିପରି ଦେଖିବାକୁ କେତେ ଜାତ ହେବ କେତେ ଜାତ ଦେଖିବୁ, ଘଷୁଛୁ ଥଣ୍ଟ ଡାଳେ ହେବ ଡାଳରେ ଥଣ୍ଟ ଘଷୁଛୁ ବା ଥଣ୍ଟ ଡାଳରେ ଘଷୁଛୁ। ନିଇତି ହେବ ଦେଖା ହେବ ନୀତି ଦେଖା ହେବ, ପାଉଛି କେତେ ସୁଖ ହେବ କେତେ ସୁଖ ପାଉଛି। ତାପରେ 7 ନମ୍ବରଟି କହିଛି ବଣ ଓ ବଣିର ଚିତ୍ରରେ ରଙ୍ଗ ଦିଅ, ଚିତ୍ରରେ ନିଜେ ରଙ୍ଗ ତୁମେମାନେ ଦେବ। ତାପରେ 8 ନମ୍ବରଟି କହିଛି ଆସ ପଦ୍ୟ ରୂପକୁ ଗଦ୍ୟରେ ପ୍ରକାଶ କରିବା। ଶରଧା ହେବ ଶ୍ରଦ୍ଧା, ନୀତି ହେବ ନୀତି, ସରଗ ହେବ ସ୍ୱର୍ଗ, ପରାଣ ହେବ ପ୍ରାଣ। ଏମିତି ଆଉ କେତୋଟି ଶବ୍ଦ ଖୋଜି ଗଦ୍ୟରେ ପ୍ରକାଶ କର। ତେବେ ଆମେ ଲେଖିବା ଆକାଶେ ଆକାଶରେ, ପାଶେ ପାଖରେ, କାମୁ କାମରୁ, ତାଳେ ତାଳରେ, ଖେଳେଇ ଖେଳେ, ଅଟଇ ଅଟେ। ତାପରେ 10 ନମ୍ବରଟି କହିଛି ଚିତ୍ରରେ ଯାହା ଦେଖୁଛ ସେ କଥା 3 ଧାଡ଼ିରେ ଲେଖ। ଆନ୍ସାର ଏଇଟି ଗୋଟିଏ ଝଙ୍କାଳିଆ ବରଗଛର ଚିତ୍ର। ଗଛର ଡାଳରେ କେତେକ ଚଢ଼େଇ ବସିଛନ୍ତି ଓ ଗଛ ଡାଳରୁ କେତେକ ଚଢ଼େଇ ମୁକ୍ତ ଆକାଶକୁ ଆନନ୍ଦରେ ଉଡ଼ି ଯାଉଛନ୍ତି। ଝଙ୍କାଳିଆ ଗଛଟି ଛାଇ ପ୍ରଦାନ କରୁଛି। ତାପରେ 11 ନମ୍ବରଟି ଦେଇଛି ଆମେ ବଣରୁ କି ଉପକାର ପାଉ ଲେଖ। ଆନ୍ସାର ବଣରୁ ମିଳୁଥିବା ପ୍ରତ୍ୟେକ ଜିନିଷ ଯଥା କାଠ, ବାଉଁଶ, ଆମ୍ବ, ଡିମିରି, ଜାମୁ, ମହୁଲ ଆଦି ଫଳ, ମହୁ, ଝୁଣା, ଲାଖ, ଚନ୍ଦନ, ପକ୍ଷୀମାନଙ୍କର ପର, ପଶୁମାନଙ୍କର ଚମଡ଼ା, ଦାନ୍ତ, ନଖ ଆମେ ବଣରୁ ପାଉ, ଯାହା ଆମର କାମରେ ଲାଗେ। ଯଦି ଭିଡ଼ିଓଟି ଭଲ ଲାଗିଛି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲିବ ନାହିଁ। ଥ୍ୟାଙ୍କ ୟୁ ଫର୍ ୱାଚିଂ।